ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 306। ଏଥିରେ କୌଣସି ସନ୍ଦେହ ନାହିଁ ଯେ ବୈରାଗ୍ୟବାଦ ଅନେକ ଆଶ୍ୱସ୍ତି ଆଣିଦିଏ। ଗୁହା ଅନେକ ଶାନ୍ତିମୟ ଏବଂ ପାହାଡର ଶୃଙ୍ଗ ଅତ୍ୟନ୍ତ ରମଣୀୟ ହୋଇ ରହିଥାଏ। ତଥାପି ପରମେଶ୍ୱର ତୁମ ବିଷୟରେ ଯେଉଁ ଅଭିପ୍ରାୟଟିକୁ ରଖିଛନ୍ତି, ତୁମେ ଏହି ପୃଥିବୀ ଭିତରେ ରହି ହିଁ ସେହି ଅନୁସାରେ କାର୍ଯ୍ୟ କରିବ। ଏଠି ଶ୍ରୀ ଅରବିନ୍ଦ ବର୍ଣ୍ଣନା କରୁଛନ୍ତି ଯେ ବୈରାଗୀ ଏବଂ ଗୃହସ୍ଥ ସନ୍ନ୍ୟାସୀ ବା କର୍ମରତ ସନ୍ନ୍ୟାସୀ ବୋଲି ଆମେ କହିପାରିବା, ଏ ବିଷୟରେ ବର୍ଣ୍ଣନା କରିବାକୁ ଯାଇକି କହୁଛନ୍ତି। କାହିଁକି ନା ଯେତେବେଳେ ଶ୍ରୀ ଅରବିନ୍ଦ ରୂପାନ୍ତର ଯୋଗର କଥା ଉଠେଇଛନ୍ତି, ତେଣୁ ସେଠି ବୈରାଗ୍ୟବାଦକୁ ବା ଏଇ ପୃଥିବୀର ଯୋଉ ତଥାକଥିତ ଲୋକେ ଯାହା ବୁଝନ୍ତି, ସମାଜ ଭିତରେ ରହି କାର୍ଯ୍ୟ ନ କରି କେବଳ ଜଙ୍ଗଲରେ ରହି ତପସ୍ୟା କରିବା, ଯୋଉଟାକୁ ଆମେ ବୈରାଗ୍ୟବାଦ ବୋଲି ଲୋକେ ଗ୍ରହଣ କରନ୍ତି। କିନ୍ତୁ ଶ୍ରୀ ଅରବିନ୍ଦ ଯେତେବେଳେ ଆରମ୍ଭ କରିଛନ୍ତି ତାଙ୍କର ଦର୍ଶନ ତତ୍ଵକୁ ପରିପ୍ରକାଶ କରିବା ବେଳେ ସେ ସେଠି ଆଉ ଟିକେ ଉର୍ଦ୍ଧ୍ୱକୁ ଯାଇ କହିଛନ୍ତି ଯେ ବୈରାଗ୍ୟବାଦ ଅର୍ଥ କେବଳ ନୁହେଁ ଯେ ଏଇ ଯୋଉ ତଥାକଥିତ ଲୋକେ ଯାହାକୁ ବୁଝନ୍ତି ସମାଜକୁ ପରିତ୍ୟାଗ କରି ପାହାଡ ଗୁମ୍ଫା ଜଙ୍ଗଲରେ ରହି ତପସ୍ୟା କରିବା। ଜଣେ ଏହି ଏଇ ସମାଜ ଭିତରେ ରହି ନିରାସକ୍ତ ଯୁକ୍ତ ହେଇ ନିଷ୍କାମ କର୍ମ କରିପାରିବ, ତାହା ମଧ୍ୟ ବୈରାଗ୍ୟବାଦ। ବା ସେଠି ମହାରାଜ ବର୍ଣ୍ଣନା କରୁଛନ୍ତି ଦୁଇ ପ୍ରକାରର ସନ୍ନ୍ୟାସୀ କଥା ସେଥିପାଇଁ କହୁଛନ୍ତି। ଜଣେ ହଉଛନ୍ତି ଗୃହସ୍ଥ ସନ୍ନ୍ୟାସୀ, ଆଉ ଜଣେ ହଉଛନ୍ତି ଗୃହ ତ୍ୟାଗୀ ସନ୍ନ୍ୟାସୀ। ଉଭୟ କ୍ଷେତ୍ରରେ ମହାରାଜ ବାବାଜୀ ମହାରାଜ ତାକୁ ବଢିଆ ସୁନ୍ଦର ଭାବରେ ଓଡିଆରେ ଗ୍ରନ୍ଥାବଳୀରେ ଆମର ରହିଛି, ତାକୁ ପଢିବେ। ଗ୍ରନ୍ଥାବଳୀରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି ଯେ ଉଭୟଙ୍କ କ୍ଷେତ୍ରରେ ଗୃହ ତ୍ୟାଗୀ ସନ୍ନ୍ୟାସୀ ହୁଅନ୍ତୁ ବା ଗୃହସ୍ଥ ସନ୍ନ୍ୟାସୀ ହୁଅନ୍ତୁ, ଉଭୟଙ୍କ କ୍ଷେତ୍ରରେ ଗୋଟିଏ ଜିନିଷ ହଉଛି ସାଧାରଣ ବା କମନ, ସେଟା ହଉଛି କଣ? ଭଗବାନଙ୍କ ପ୍ରତି ଅନନ୍ୟ ସମର୍ପିତ ଭାବ ଏବଂ ଦ୍ଵିତୀୟଟି ହଉଛି ଆସକ୍ତି ବିହୀନ ହବା। ଆସକ୍ତି ବିହୀନ ହେବା। ଉଭୟ କ୍ଷେତ୍ରରେ ଆମକୁ କାର୍ଯ୍ୟ କରିବାକୁ ପଡିବ, କର୍ମ କରିବାକୁ ପଡିବ, କିନ୍ତୁ ନିରାସକ୍ତ ଭାବରେ କାମ କରିବାକୁ ପଡିବ। କାରଣ ରୂପାନ୍ତର ପାଇଁ ଶରୀରର ରୂପାନ୍ତର ହବ, ପ୍ରାଣର ମନର ରୂପାନ୍ତର ହେବ, ତେଣୁ ସେ ରୂପାନ୍ତର ପାଇଁ କର୍ମ ନିହାତି ଆବଶ୍ୟକ। ଏଠି ଯେତେବେଳେ ବର୍ଣ୍ଣନା କରିଛନ୍ତି, ପ୍ରଥମେ ସେ କହୁଛନ୍ତି ଯେ ଯୋଉମାନେ ବୈରାଗ୍ୟ ଗ୍ରହଣ କରି ପାହାଡ ଗୁମ୍ଫାରେ ଯାଇକି ତପସ୍ୟା କରନ୍ତି, କହୁଛନ୍ତି ଠିକ ଗୁହାଟା ଅନେକ ଶାନ୍ତିମୟ, ପାହାଡର ଶୃଙ୍ଗ ଅତ୍ୟନ୍ତ ରମଣୀୟ ଏବଂ ସେଥିରେ ଅନେକ ଆଶ୍ୱସ୍ତି ମଧ୍ୟ ମିଳେ। କାରଣ ଏଇ ସମାଜ ଭିତରେ ରହି ସାଧନା କରିବା ଟିକେ କଷ୍ଟ। କାରଣ ଆସକ୍ତି ଏବଂ କାମନା ବାସନା ଇଏ ସବୁ ଗୁଡିକ ଚତୁଃପାର୍ଶ୍ଵରେ ଘେରି ରହିଥିବ। ତା ଭିତରେ ପଦ୍ମପତ୍ରରେ ପାଣି ନ ଲାଗିଲା ଭଳି ତା ଭିତରେ ନିରାସକ୍ତ ରହି କର୍ମ କରିବା ନିହାତି ପକ୍ଷେ କଷ୍ଟ। କିନ୍ତୁ ଜଙ୍ଗଲକୁ ଗଲେ ସେଇ ଦୃଷ୍ଟିକୋଣରୁ ଅନେକ ଶାନ୍ତି, ନାହିଁ କିଛି କୋଳାହଳ, ନାହିଁ କିଛି ଚାପ। ତେଣୁ ଏଠି କହୁଛନ୍ତି ଯେ ଗୁହା ଅନେକ ଶାନ୍ତି ଆଣିଦିଏ, ବୈରାଗ୍ୟବାଦ ତେଣୁ ଅନେକ ଆଶ୍ୱସ୍ତ ଆଣିଦିଏ। କିନ୍ତୁ କହୁଛନ୍ତି ଯେ ପରମେଶ୍ୱର ଆମକୁ ଯୋଉଥିପାଇଁ ସୃଷ୍ଟି କରିଛନ୍ତି, ସେ ଯୋଉ ଅଭିପ୍ରାୟ ରଖିଛନ୍ତି ଯେ ଏଇ ଗୁଣଟିକୁ ସେ ପରିପ୍ରକାଶ କରିବ, ତେବେ ସେଇ ଅନୁସାରେ ତ ପୃଥିବୀରେ କାର୍ଯ୍ୟ କରିବାକୁ ପଡିବ ନା।
କାରଣ ଯେତେବେଳେ ସୃଷ୍ଟି ହଉଛି ଭଗବାନ ତାଙ୍କର ବିଚିତ୍ର ବା ବୈଚିତ୍ର୍ୟ ଯୁକ୍ତ ସୃଷ୍ଟିରେ ତାଙ୍କର ଅନେକ ବିଭାବକୁ ପରିପ୍ରକାଶ କରୁଛନ୍ତି। ସେଇ ବିଭାବ ଭିତରୁ ଆମେ ଯୋଉ ଜନ୍ମଗ୍ରହଣ କରିଛେ ଆମେ ଗୋଟିଏ ବିଭାବ ପରିପ୍ରକାଶ କରିବାକୁ ଆସିଛନ୍ତି। ଯଦି ଆମେ ତାକୁ ପରିପ୍ରକାଶ ନ କଲେ ତେବେ ତାଙ୍କର ଅଭିପ୍ରାୟଟି ରହିଲା କି ରହିଲା ନାହିଁ। ଏଇ ଯଦି ବାହ୍ୟ ଭାବରେ କହିବା ଏସବୁ ଜିନିଷ ଆହୁରି ଗଭୀର ଅର୍ଥରେ ଦେଖିଲେ ଯେତେବେଳେ ରୂପାନ୍ତର ଅବଶ୍ୟମ ଭାବି ଏବଂ ଊର୍ଦ୍ଧ୍ୱାରୋହଣ ଅବଶ୍ୟମ ଭାବି ସେତେବେଳେ ଆମକୁ ପୃଥିବୀ ଭିତରେ ରହି ହିଁ ତାଙ୍କର ଅଭିପ୍ରାୟଟିକୁ ପରିପ୍ରକାଶ କରିବାକୁ ଚେଷ୍ଟା କରିବାକୁ ପଡିବ। ସେତେବେଳେ ବାଧା ଆସିବ, ଅସୁବିଧା ଆସିବ, ତାଙ୍କୁ ସମର୍ପଣ କରି ତାଙ୍କରି ଶକ୍ତିକୁ ଆବାହନ କରି ସେଇ ଅଭିପ୍ରାୟଟିକୁ ଆମକୁ ପରିପ୍ରକାଶ କରିବା ପାଇଁ ପ୍ରସ୍ତୁତି କରିବାକୁ ପଡିବ, ପ୍ରୟାସ କରିବାକୁ ପଡିବ। ମା ଲେଖୁଛନ୍ତି ଏଠାରେ ଶ୍ରୀରାମ ଆମକୁ ଦର୍ଶାଇ ଦେଉଛନ୍ତି ଯେ କୌଣସି ନକାରାତ୍ମକତା ଦ୍ୱାରା ପ୍ରେରିତ ହୋଇ ନୁହେଁ, ଅପେକ୍ଷାକୃତ ଅଧିକ ରୁଚି ଦ୍ୱାରା ପ୍ରେରିତ ହୋଇ ଜଣେ ବୈରାଗୀ ହୋଇପାରିବେ। ଜଣେ ବୈରାଗୀ ହୋଇପାରିବ, ଯୋଉଟା ଆମେ ଆଲୋଚନା କରୁଥିଲେ। ନିରାସକ୍ତ ହବା ଇଏ ହଉଛି ବୈରାଗୀର ଲକ୍ଷଣ। ତେଣୁ ଜଣେ ଏମିତି ନେତି ନେତି କହିକିରି ତ୍ରାହି ପାଇବା ପାଇଁ ବୈରାଗୀ ନ ହୋଇ ଜଣେ ରୁଚି ଦ୍ୱାରା ପ୍ରେରିତ ହୋଇ ଜଣେ ବୈରାଗୀ ହୋଇପାରିବ। ତେଣୁ ସେ ଆମକୁ ବୁଝାଇ ଦେବାକୁ ଚାହୁଁଛନ୍ତି ଯେ ପରମ ପ୍ରଭୁଙ୍କର ପରିକର ହୋଇ ରହିବା ଏବଂ କେବଳ ତାଙ୍କରି ଇଚ୍ଛା ଦ୍ୱାରା ପ୍ରେରିତ ହୋଇ ଯାବତୀୟ କାର୍ଯ୍ୟ କରିବା ଯେକୌଣସି ବ୍ୟକ୍ତିଗତ ପସନ୍ଦ ଅପସନ୍ଦ ଠାରୁ ତାହା ଯେତେ ସନ୍ଥ ଜନଚିତ ହୋଇଥାଉ ନା କାହିଁକି ଏକ ଅନେକ ଅଧିକ ଉଚ୍ଚ ସୋପାନର କଥା। ପରମ ପ୍ରଭୁଙ୍କ ଇଚ୍ଛା ଦ୍ୱାରା ପରିଚାଳିତ ହବା ସେଇଟା ହଉଛି ଗୁରୁତ୍ୱପୂର୍ଣ୍ଣ। ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ତମେ ବୈରାଗୀ କି ବୈରାଗୀ ନୁହଁ ବୋଲି। ଗୁରୁତ୍ୱପୂର୍ଣ୍ଣ ନୁହେଁ ତମେ କୋଉଠି ଅଛ। ଗୁରୁତ୍ୱପୂର୍ଣ୍ଣ ହଉଛି ତୁମେ ତାଙ୍କରି ଇଚ୍ଛା ଦ୍ୱାରା ପ୍ରେରିତ ହେଇ କାର୍ଯ୍ୟ କରୁଛ କି ନା। ତାଙ୍କରି ଇଚ୍ଛା ଦ୍ୱାରା ପ୍ରେରିତ ହୋଇ କାର୍ଯ୍ୟ କଲେ ଯେକୌଣସି କାର୍ଯ୍ୟ ଆପଣ କରୁଛନ୍ତି ତାହା ଦିବ୍ୟ କର୍ମ ହେବ ଏବଂ ତାହା ଆମକୁ ଊର୍ଦ୍ଧ୍ୱ ଆରୋହଣରେ ସାହାଯ୍ୟ କରିବ, ଆମର ଅଗ୍ରଗତି ହେବ, ଆମ ଭିତରେ ପରମଙ୍କର ଯୋଉ ଶକ୍ତି ସାମର୍ଥ୍ୟ ପରିପ୍ରକାଶ ହୋଇପାରିବ। ଜ୍ଞାନ 307। ପ୍ରଭୁ ଲେଖୁଛନ୍ତି ଶଙ୍କରଙ୍କୁ ଅନାଇ ଭଗବାନ 3 ଥର ହସିଥିବେ। ପ୍ରଥମେ ଯେତେବେଳେ ସେ ନିଜ ମାଙ୍କର ଶବଦାହ କରିବାକୁ ଘରକୁ ଫେରି ଆସିଥିଲେ। ଦ୍ୱିତୀୟରେ ଯେତେବେଳେ ସେ ଈଶ ଉପନିଷଦର ଟୀକା ଲେଖିଲେ ଏବଂ ତୃତୀୟ ଥର ଯେତେବେଳେ ସିଏ ନୈଷ୍କର୍ମ୍ୟର ପ୍ରଚାର କରିବା ଲାଗି ଭାରତ ବର୍ଷର ନାନା ସ୍ଥାନକୁ ଯାଇଥିଲେ ଓ ଦିଗ୍ବିଜୟ କରିଥିଲେ। ଏଠି ଏଇ ଯୋଉ ଜ୍ଞାନ କାରିକାରେ ପ୍ରଭୁ ବର୍ଣ୍ଣନା କରୁଛନ୍ତି ଶଙ୍କରାଚାର୍ଯ୍ୟଙ୍କର ଯୋଉ ତାଙ୍କର ବୈରାଗୀ ଗ୍ରହଣ କରିବା ଏବଂ ତା ପରବର୍ତ୍ତୀ କାର୍ଯ୍ୟ ଗୁଡିକ। ଦେଖନ୍ତୁ ଆମେ ଏକ ଉଚ୍ଚତର ଶକ୍ତି ସହିତ ଏକାତ୍ମ ହେଇ ରୂପାନ୍ତର କଥା ଯେତେବେଳେ କଥା ହଉଛନ୍ତି, ତେଣୁ ସେତେବେଳେ ଏଇ ଘଟଣାଟିକୁ ଆମେ କେବଳ କାହାକୁ ସମାଲୋଚନା କରିବାକୁ ନୁହେଁ, ତାର ପଶ୍ଚାତରେ ଥିବା ଗୁଡ ରହସ୍ୟ ବିଷୟରେ ଆଲୋଚନା କରିବାକୁ ଆମେ କଥା ହଉଛନ୍ତି। ଏଠି ସେ କହୁଛନ୍ତି ଯେ ଭଗବାନ 3 ଥର ହସିଥିବେ। କଣ ହେଇଥିଲା ନା ଶଙ୍କରାଚାର୍ଯ୍ୟ ଯେତେବେଳେ ବୈରାଗୀ ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ସେତେବେଳେ ତାଙ୍କ ମା ତାଙ୍କୁ ଅନୁମତି ଦେଇନାହାନ୍ତି। ସେ ମାଙ୍କର ଅନୁମତି ନେଇ ଯେତେବେଳେ ଯିବାକୁ ଚାହିଁଛନ୍ତି ସେତେବେଳେ ତାଙ୍କ ମା ତାଙ୍କୁ ଅନୁମତି ଦେଇନାହାନ୍ତି। ତାପରେ ଘଟଣା ଘଟିଛି ଯେ ସେ ନଦୀ ଭିତରେ ସ୍ନାନ କରିବା ପାଇଁ ଯାଇଛନ୍ତି। କୁମ୍ଭୀର ତାଙ୍କ ଗୋଡଟିକୁ ଧରିଛି ଏବଂ କୁମ୍ଭୀର ତାକୁ ଖାଇଦେବା ପାଇଁ ଯେତେବେଳେ ଚେଷ୍ଟା କରୁଛି ସେତେବେଳେ ସିଏ ତାଙ୍କ ମା କୂଳରେ ଠିଆ ହେଇଛନ୍ତି। ତେଣୁ ମା କୁ କହୁଛନ୍ତି ଯେ ମା ତୁମେ ଯଦି ମତେ ବୈରାଗୀ ହବା ପାଇଁ ଅନୁମତି ଦେବ
ତେବେ ଇଏ କୁମ୍ଭୀର ମତେ ଖାଇବ ନାହିଁ, ଛାଡ଼ିଦବ। ସେ ତେଣୁ ମୋ ପୁତ୍ର ବଞ୍ଚିକି ରହୁ, ବୈରାଗୀ ପଛେ ହଉ ବଞ୍ଚିକି ରହୁ, ଏହି ଆଶାରେ ତାଙ୍କ ମା ଯେତେବେଳେ ରାଜି ହେଇଯାଇଛନ୍ତି, କହୁଛନ୍ତି ମୋର କିନ୍ତୁ ଗୋଟିଏ ସର୍ତ୍ତ ରହିଛି ଯେ ନାଇଁ, ସେ ସେଠି ତାଙ୍କ ମା ରାଜି ହେଇଯାଇଛନ୍ତି ଏବଂ କୁମ୍ଭୀର ଛାଡ଼ି ଦେଇଛି। ତାପରେ ତା ମା ମନ ଦୁଃଖ କରୁଛନ୍ତି ଯେତେବେଳେ, ସେତେବେଳେ ସିଏ ତାଙ୍କୁ ପ୍ରତିଜ୍ଞା କରି ଯାଉଛନ୍ତି, କହୁଛନ୍ତି ଠିକ ଅଛି, ଯେତେବେଳେ ତୋର ଆବଶ୍ୟକ ପଡିବ ସେତେବେଳେ ମୁଁ ଆସିଛି, ନିଶ୍ଚୟ ତୋ ପାଖରେ ପହଞ୍ଚ। ତାପରେ ସେ ବୈରାଗୀ ହେଇଛନ୍ତି ଏବଂ ଯେତେବେଳେ ମା ତାଙ୍କର ଶରୀର ତ୍ୟାଗ କରିବା ସମୟ ଆସିଛି, ସେତେବେଳେ ସେ ଆସି ପହଞ୍ଚିଛନ୍ତି ଏବଂ ତାଙ୍କ ମାଙ୍କର କର୍ମ କରିଛନ୍ତି, ଶବଦାହ କରିଛନ୍ତି। ଏଇଠି ସେ ପ୍ରଭୁ କହୁଛନ୍ତି ଯେ ଭଗବାନ ଏଇ ସବୁ କ୍ଷଣରେ ହସିଥିବେ, କାହିଁକି ନା ଶଙ୍କରାଚାର୍ଯ୍ୟଙ୍କର ଯୋଉ ବର୍ଣ୍ଣନା ସେ କରିଛନ୍ତି ଏବଂ ବୁଲି ବୁଲି ଯୋଉ ପ୍ରଚାରଟି ଯୋଉ ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରିଛନ୍ତି, ସେଇଟା ଥିଲା କଣ ନା ମିଛ ମାୟା ସଂସାର। ଏ ସଂସାରଟା ହଉଛି ମିଛ ମାୟା। ତେଣୁ ବ୍ରହ୍ମ ମାନେ ସମଗ୍ର ଏ ସୃଷ୍ଟି ହିଁ ହଉଛି ମିଛ, ସଂସାର ହଉଛି ମିଛ, କେବଳ ବ୍ରହ୍ମ ହଉଛନ୍ତି ସତ୍ୟ। ତେଣୁ ବ୍ରହ୍ମ ସତ୍ୟ, ଜଗତ ହଉଛି ମିଥ୍ୟା, ସଂସାର ମିଥ୍ୟା। ଯେତେବେଳେ ସେ ଏଇ ଜିନିଷଟି ପ୍ରଚାର କରୁଛନ୍ତି, ଯଦି ଜଗତ ମିଥ୍ୟା, ତେବେ ତାଙ୍କୁ ତାଙ୍କ ମା ଆମେ ଯଦି କହିବା, ତେବେ ମା ବି ମିଛ, ତାଙ୍କର ଜନ୍ମ ବି ମିଛ। ତେବେ ତାଙ୍କ ମାଙ୍କର ଶବଦାହ କରିବାକୁ ଆସିବା ଗୋଟେ ତାଙ୍କରି ଯୋଉ ପ୍ରଚାର ବା ସେ ଯୋଉ ସତ୍ୟଟିକୁ ପ୍ରତିବାଦ କରିବାକୁ ଚେଷ୍ଟା କରିଛନ୍ତି, ତାର ବିରୁଦ୍ଧାଚରଣ କରୁନାହିଁ କି? ତେଣୁ ଏଠି କହୁଛନ୍ତି ଯେ ପ୍ରଭୁ ସେଠି ଟିକେ ହସିଥିବେ ଯେତେବେଳେ ସେ ତା ମାଙ୍କର ଶବଦାହ କରିବା ପାଇଁ ଆସୁଛନ୍ତି। ତାପରେ ସେ କହୁଛନ୍ତି ଦ୍ଵିତୀୟରେ ଯେତେବେଳେ ସେ ଈଶୋପନିଷଦର ଟୀକା ଲେଖିଲେ, ତୃତୀୟ ଥର ଯେତେବେଳେ ସିଏ ନୈଷ୍କର୍ମ୍ୟର ପ୍ରଚାର କରିବା ଲାଗି ଭାରତ ବର୍ଷର ନାନା ସ୍ଥାନକୁ ଯାଇଥିଲେ ଓ ଦିଗ୍ବିଜୟ କରିଥିଲେ। ଦେଖନ୍ତୁ ସେ ଚାରିଆଡେ ବୁଲି ବୁଲି କଣ ପ୍ରଚାର କଲେ ଯେ ଏ ସଂସାରଟା ହଉଛି ମିଛ। ଆରେ ତମେ ତମେ ତ ନିଜେ ମିଛ, ତମେ ପ୍ରଚାର କରୁଛ ଯୋଉଟା ସେଇଟା ମିଛ, ତେବେ ତମେ କଣ ପ୍ରଚାର କରୁଛ? ଯଦି ଏ ସଂସାରଟା ହଉଛି ମିଥ୍ୟା, ତେବେ ତମେ ବୁଲି ବୁଲି କୋଉଠି ପ୍ରଚାର କରୁଛ? କାହା ପାଖରେ ପ୍ରଚାର କରୁଛ? ଆରେ ମିଛ ପାଖରେ କଣ ପ୍ରଚାର କରୁଛ? ଏଇ ସଂସାର ତ ମିଥ୍ୟା। ତେଣୁ ଏଠି କାବ୍ୟିକ ଭାବରେ କହୁଛନ୍ତି, ସେତେବେଳେ ଭଗବାନ ତିନି ଥର ହସିଥିବେ। ଯେତେବେଳେ ସେ ତାଙ୍କ ମାଙ୍କର ବୈରାଗୀ ହବା ପାଇଁ ସଂକଳ୍ପ କରି ଯାଇଛନ୍ତି, କିନ୍ତୁ ମାଙ୍କର ଶବଦାହ କରିବାକୁ ଆସୁଛନ୍ତି ଏବଂ ତାପରେ ଭାରତ ବର୍ଷ ସାରା ବୁଲି ବୁଲି ପ୍ରଚାର କରୁଛନ୍ତି କଣ ନା ଏ ସଂସାରଟା ହଉଛି ମିଛ ମାୟା। ଆରେ ଯୋଉ ସଂସାରଟା ମିଛମୟ, ସେଇ ସଂସାରକୁ କଣ ତମେ ଯାଉଛ ପ୍ରଚାର କରିବା ପାଇଁ? ଏବଂ ମଝିରେ ଯେତେବେଳେ ଈଶ ଉପନିଷଦରେ ସେ ଟୀକା ଲେଖୁଛନ୍ତି, ସେ ଟୀକାରେ ସେଇ କଥାଟାକୁ ଲେଖୁଛନ୍ତି, ଯୋଉ ଯୋଉ କଥାଟି ମିଛ ମାୟା ବୋଲି କହୁଛନ୍ତି, ଆରେ ତମେ ସବୁ ତ ମିଛ, ତମେ ପୁଣି ସେ ଈଶ ଉପନିଷଦର ଲେଖାଟାକୁ କଣ ପୁଣି ଆଉଥରେ ବ୍ୟାଖ୍ୟା କରି ଟୀକା ଲେଖୁଛ? ତେଣୁ ଏଠି ମା କହୁଛନ୍ତି, ଯେଉଁ ବ୍ୟକ୍ତି ଆପଣାକୁ ଏତେ ପ୍ରଜ୍ଞାବାନ ବୋଲି ଭାବୁଥିଲେ, ଯେତେବେଳେ ସିଏ ପରମ୍ପରା ଗୁଡ଼ିକର ଅନୁସରଣ କଲେ, ନିରର୍ଥକ କଥା ମାନ ଲେଖିଲେ ଏବଂ ନୈଷ୍କର୍ମ୍ୟର ପ୍ରଚାର କରିବା ଲାଗି ଅତି କର୍ମ ତତ୍ପରତାର ଏକ ମାର୍ଗକୁ ଗ୍ରହଣ କଲେ। ସେ ପ୍ରଚାର କଲେ କିଛି କାର୍ଯ୍ୟ ନ କରି ସନ୍ନ୍ୟାସ ଗ୍ରହଣ କରିବେ, କିନ୍ତୁ ନିଜେ କଷ୍ଟ କରି ଚାରିଆଡେ ବୁଲି ବୁଲି ପ୍ରଚାର କଲେ, ନିଜେ କର୍ମ ତତ୍ପର ହେଇ ନୈଷ୍କର୍ମ କରିବା ପାଇଁ ପ୍ରଚାର କରୁଥିଲେ। ତେଣୁ ସେତେବେଳେ ଭଗବାନ ତାଙ୍କ ଆଡକୁ ଅନାଇ ଅବଶ୍ୟ ହସିଥିବେ ବୋଲି ମା କହୁଛନ୍ତି। କିନ୍ତୁ ଏଇଠି ଆମେ ଆଉ ଗୋଟିଏ କଥାକୁ ଅବତାରଣା କରିବାକୁ ଭୁଲିବି ନାହିଁ। ଆମେ ବି ମନେ ରଖିବା, ପ୍ରଭୁ ଶ୍ରୀ ଅରବିନ୍ଦ ଯେତେବେଳେ ଅନ୍ୟ ଜାଗାରେ ଲେଖୁଛନ୍ତି, ତୁମର କୌଣସି ଅଧିକାର ନାହିଁ ଅନ୍ୟ କୌଣସି ଗୁରୁଙ୍କୁ ପରିହାସ କରିବା ବା ତାଙ୍କୁ ଅବମାନନା କରିବା। ତାର କାରଣ ବି ସେ ସ୍ପଷ୍ଟ ଭାବେ କରୁଛନ୍ତି ଯେ ଚେତନାର ଯୋଉ ସ୍ତରରେ ବ୍ୟକ୍ତି ଥାଆନ୍ତି, ସେଇ ସ୍ତରରୁ ଉର୍ଦ୍ଧ୍ୱକୁ ଉଠେଇବା ପାଇଁ ସେଇ ସମୟରେ ସାଧୁ ମାନେ ମୁନି ଋଷି ମାନେ ଆଚାର୍ଯ୍ୟ ମାନେ କାର୍ଯ୍ୟ କରନ୍ତି।
ଯୋଉ ଚେତନାର ଯୋଉ ସ୍ତରରେ ଥାନ୍ତି। ଆମେ ଯେମିତି କଥା କହିବା ଯେ ଧରାଯାଉ ପିଜି କ୍ଲାସର ଜଣେ ଲେକ୍ଚରର, ସେ ଯେତେବେଳେ ଗୋଟେ ଛୋଟ ଛୁଆଟିଏ 3 ବର୍ଷରୁ 3.5 ବର୍ଷ 4 ବର୍ଷ ତାର ହେଇଛି, ତାକୁ ଯେତେବେଳେ ଶିଖାଉଥିବେ, ଯୋଉଟା ଶିଖଉଥିବେ, ଯୋଉ ଭାଷାଟି ଶିଖନ୍ତୁ, ଇଂରାଜୀ ଶିଖାନ୍ତୁ, ଓଡିଆ ଶିଖାନ୍ତୁ, ତାଙ୍କ ମାତୃଭାଷାର ଭାଷା ଶିଖାନ୍ତୁ, କିଛି ଶିଖଉଥିବେ, ଦରଟି ଭାଷାରେ ତାଙ୍କ ସହିତ କଥା ହଉଥିବେ। କାରଣ ସେ ଜାଣିଛନ୍ତି ମୁଁ ପିଜିର ଏଠି ଗୋଟେ ବଡ ବଡ ଫର୍ମୁଲା ବା ବଡ ବଡ ଥେସିସ୍ ତା ପାଖରେ ଥୋଇଲେ ହବ ନାହିଁ। ତା ପାଖରେ ଚିତ୍ର, ତା ପାଖରେ କଥା ଯେତେବେଳେ କହୁଥିବେ, ଦରଟି ଭାଷାରେ କଥା କହୁଥିବେ। ତା ଅର୍ଥ ତେଣୁ ଯେ ସିଏ ଜାଣନ୍ତି ନାହିଁ ଏ କଥା ନୁହେଁ। ତେଣୁ ଏଠି ଅନ୍ୟ ଗୁରୁମାନେ ଯେତେବେଳେ ଯିଏ ଆସିଥିଲେ, ସେଇ ଚେତନାରେ ଥିବା ବ୍ୟକ୍ତି ତାଙ୍କ ପାଇଁ ସେ ଆସିଛନ୍ତି। ତେଣୁ ଆମର ତାଙ୍କୁ ପରିହାସ କରିବାର ବା ଅବମାନନା କରିବାର କୌଣସି ଅଧିକାର ନାହିଁ। କିନ୍ତୁ ଯେତେବେଳେ ରୂପାନ୍ତର ଯୁଗ ଆସିଲାଣି, ରୂପାନ୍ତରର ସମୟ ଆସିଲାଣି, ଅତିମାନସ ଯୁଗ, ଅତିମାନ ଶକ୍ତି ଅବତରଣ କଲା ପରେ ଆରମ୍ଭ ହେଇଯାଇଛି ଅତିମାନସ ଯୁଗ। ସେତେବେଳେ ରୂପାନ୍ତର ହବାର ସମୟ ଯେତେବେଳେ ନିର୍ଦ୍ଧାରିତ ହେଇସାରିଲାଣି, ଶକ୍ତି ଅବତରଣ କରି ପୃଥିବୀର ବାତାବରଣ କାର୍ଯ୍ୟ କଲାଣି, ସେତେବେଳେ ଯଦି ତାକୁ ବିରୋଧ କରି କିଛି ଯଦି କୌଣସି ବ୍ୟକ୍ତି କହୁଛି, ତେବେ ତାଙ୍କ ଠାରୁ ଦୂରେଇ ରହିବା ଶ୍ରେୟସ୍କର। କିନ୍ତୁ କିନ୍ତୁ ଆମର କର୍ମ ହିସାବରେ ଆମେ କୌଣସି ଦେବାଦେବୀ, କୌଣସି ଆଚାର୍ଯ୍ୟ, କୌଣସି ଗୁରୁ, କାହାକୁ ଅବମାନନା କରିବା ବା ହେୟ ମନେ କରିବାର କୌଣସି ଅଧିକାର ନାହିଁ। ସେଇ ଚେତନାର ଯୋଉ ବ୍ୟକ୍ତି ରହିଛନ୍ତି, ତାଙ୍କ ପାଇଁ ସେ ଟିଚର ଦରକାର। ନର୍ସରୀ କେଜି ପାଇଁ ଯୋଉ ଟିଚର ଦରକାର, ସେ ଟିଚର ବି ଦରକାର। ପିଜି କ୍ଲାସ ପିଲାଙ୍କ ପାଇଁ ପିଜି କ୍ଲାସର ଲେକ୍ଚରର ଦରକାର। ତେଣୁ ଏଥିରେ ନର୍ସରୀ କେଜିର ଟିଚରଙ୍କ ପ୍ରତି ହସିବାର କିଛି ନାହିଁ, ତାଙ୍କୁ ଥଟ୍ଟା କରିବାର କିଛି ନାହିଁ। ଏ କଣ ସେ କହୁଛି, ଅ ଆ ଏ ବି ସି ଡି ଶିଖଉଛି। ଆରେ ବାବା, ସେ ଯୋଉ ସ୍ତରରେ ରହିଛି ତା ପାଇଁ ସେଟା ଦରକାର, ଏବଂ କେମିତି ଦରକାର ସେ କହୁଛନ୍ତି। ତେଣୁ ଆମେ କାହାକୁ ହେୟଜ୍ଞାନ କରିବାର ନାହିଁ, ଅବମାନନା କରିବାର ନାହିଁ। କିନ୍ତୁ ଏଇ ସତ୍ୟ ସମ୍ବନ୍ଧରେ ଆମେ ସଚେତନ ହବା ଯେ ବର୍ତ୍ତମାନ ଯୋଉ ସମୟ ଆସି ପହଞ୍ଚିଛି, ସେଇ ପୁରୁଣା ଯୁଗ ଆଉ ନାହିଁ, ତା କାମ ସରିଯାଇଛି। ବର୍ତ୍ତମାନ ନୂତନ ଯୁଗ ଆସି ପହଞ୍ଚିଛି, ଅତିମାନ ଶକ୍ତି ଅବତରଣ କରିସାରିଛି, ପୃଥିବୀର ବାତାବରଣ ଭିତରେ ସେ ପ୍ରବେଶ କରିସାରିଛି। ଆମର କର୍ତ୍ତବ୍ୟ ହେଲା ତାକୁ ଗ୍ରହଣ କରି ସଚେତନ ଭାବରେ ତାର ଯନ୍ତ୍ର ହବା। ହେଲେ କଣ ହବ ନା, ସେ କାର୍ଯ୍ୟଟି ଅଧିକରୁ ଅଧିକ ତୀବ୍ର ହବ, ତ୍ୱରାନ୍ୱିତ ହେବ କାର୍ଯ୍ୟଟି ସମାପନ ହବା ପାଇଁ। ତେଣୁ ଆମେ ସଂକଳ୍ପ କରିବା ତାଙ୍କରି ଇଚ୍ଛା ଦ୍ୱାରା ପରିଚାଳିତ ହବା ପାଇଁ, ତାଙ୍କରି ଇଚ୍ଛା ଦ୍ୱାରା ଯେପରି ଆମର ଜୀବନର ପ୍ରତ୍ୟେକ ପଦକ୍ଷେପ ସୁଚାରୁ ରୂପେ କେବଳ ତାଙ୍କରି ଆଦେଶ ମାନି କାର୍ଯ୍ୟ କରିବ, ସେଥିପାଇଁ ଆମେ ତାଙ୍କ ପାଖରେ ପ୍ରାର୍ଥନା କରିବା। ମା, thank you all. Robert.